ଏହା ଦ୍ୱାରା କ'ଣ ଲାଭ ହେଉଛି ତାହା ମାନେ ଏ ସ୍ଥାନରେ ଦେଖୁଛୁ। ତାପରେ ଜୁଆଳି କ'ଣ କରେ? ଜୁଆଳି ଆମମାନଙ୍କୁ it gives us the sense of submission, ଅର୍ଥାତ୍ ବଶ୍ୟତା ସ୍ୱୀକାର କରିବା ପାଇଁ ଅନୁଗ୍ରହ ପ୍ରଦାନ କରେ। ଜୁଆଳି ଗୋଟେ ଏହି ପ୍ରକାର ଜିନିଷ ଯାହା ଗୋଟେ ବ୍ୟକ୍ତିକୁ ବଶ୍ୟତା ସ୍ୱୀକାର କରିବା ପାଇଁ ସାହାଯ୍ୟ କରେ। ଆମ ଘରେ ଅନେକ ଲୋକ କାମ କରୁଥିଲେ। ମୁଁ ଛୋଟବେଳେ ଦେଖିଛି ଆମର ଗୋଟେ ବୁଢ଼ା ହଳିଆ ଗୋଟେ ଥିଲା। ସେ ଶଗଡ଼ର ଦାଣ୍ଡିଆ ଜୁଆଳି ଉଠେଇବ, ଉଠେଇକି ପାଟିରେ ଡାକିବ, ଦୁଇଟା ପୋଢ଼କୁ ଡାକିବ। ସେ ପୋଢ଼ ଦୁଇଟା ତାଙ୍କୁ ମାରିବା ଦରକାର ନାହିଁ, କିଛି ନାହିଁ। ସେ ଦୁଇଟା ଆସିବେ, ଜୁଆଳିରେ ମୁଣ୍ଡ ପୁରେଇ ଦେବେ, ଆଉ ଇଏ ଯାଇକିରି ଜୁଆଳିରେ ତାଙ୍କୁ ଜୋଥ ମାରିବ। ଏଇଟା କ'ଣ? ଇଟ୍ ଗିଭ୍ସ ଏ ସେନ୍ସ ଅଫ୍ ସବମିଶନ, ସମର୍ପଣ, ବଶ୍ୟତା ସ୍ୱୀକାର। ପିଲାମାନେ ଆଜିକାଲି କାହାର କଣ୍ଟ୍ରୋଲରେ ରହିବାକୁ ଇଚ୍ଛା ନାହିଁ, ବାପା ମାଆର କଣ୍ଟ୍ରୋଲରେ ରହିବାକୁ ଇଚ୍ଛା ନାହିଁ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର କଣ୍ଟ୍ରୋଲରେ ରହିବାକୁ ଇଚ୍ଛା ନାହିଁ, ମଣ୍ଡଳୀର ବିଶ୍ୱାସୀ ଆଉ ଦାସ ଦାସୀମାନଙ୍କର କଣ୍ଟ୍ରୋଲରେ ରହିବାକୁ ଇଚ୍ଛା ନାହିଁ। କିନ୍ତୁ ପରମେଶ୍ୱରଙ୍କର ବାକ୍ୟ ପ୍ରକାଶ କରେ, ଜୁଆଳି ଯେଉଁମାନେ ବହନ କରନ୍ତି ସେମାନେ ଈଶ୍ୱରଙ୍କ ନାମରେ ବଶ୍ୟତା ସ୍ୱୀକାର କରନ୍ତି, ଆଉ ଏହାର ଉପାୟର ବିଭିନ୍ନ ଆଶୀର୍ବାଦ ଲୋକମାନେ ଲାଭ କରନ୍ତି। ଆଚ୍ଛା, ଧର୍ମଶାସ୍ତ୍ର ବାଇବଲରେ ବିଭିନ୍ନ ପ୍ରକାରର ଜୁଆଳି ଆମମାନେ ଦେଖୁଛୁ। ମୁଁ ସବୁ ଜୁଆଳି ବିଷୟରେ କହିବି ନାହିଁ, କେବଳ ଅଳ୍ପ କେତେକ ବିଷୟରେ କହିବି। ମାନେ କରନ୍ତୁ, ଆମମାନେ ଦେଖିବା ବାଇବଲରେ କେତେ ପ୍ରକାର ଜୁଆଳି ଅଛି। ଅଧର୍ମର ଜୁଆଳି, ସେଇଟା ହେଉଛି ଆମମାନଙ୍କର ବିଳାପ ପୁସ୍ତକ 1 ଅଧ୍ୟାୟର 14 ପଦ। କେହି ଜଣେ ପାଠ କରି ଦିଅନ୍ତୁ। ମୋର ଅଧର୍ମ ରୂପ ଜୁଆଳି, ତାହାଙ୍କ ହସ୍ତ ଦ୍ୱାରା ବନ୍ଧା ଯାଇଅଛି, ମୋ ସ୍କନ୍ଧ ଉପରକୁ ଆସିଅଛି, ସେ ମୋ ବଳ ଖର୍ବ କରିଅଛନ୍ତି। ବାସ୍ ସେତିକି ମୋତେ ଦରକାର। ଏଇଠି ଆମମାନେ ଦେଖୁଛୁ ଜୁଆଳି ଅଧର୍ମରେ ମଧ୍ୟ ଯୋଚା ଯାଏ। ଏଇଟା ଗୋଟେ ପ୍ରକାରର ଜୁଆଳି। ଦ୍ୱିତୀୟ ଜୁଆଳି ହେଉଛି ବ୍ୟବସ୍ଥାର ଜୁଆଳି। ନେବାକୁ କହିବି ନାହିଁ। ଯେତେବେଳେ ପ୍ରେରିତ ପୁସ୍ତକରେ ତାର 15 ଅଧ୍ୟାୟରେ ଆଉ ଯେତେକ ସୁନ୍ନତ ପ୍ରାପ୍ତ ଜିହୁଦୀୟ ବିଶ୍ୱାସୀମାନେ ଆଉ ବିଜାତୀୟ ବିଶ୍ୱାସୀମାନଙ୍କ ବିପକ୍ଷରେ କହିଲେ, ଯେଉଁମାନେ ମଣ୍ଡଳୀ ମଧ୍ୟରେ ନିଜକୁ ବ୍ୟବହାର କରିବାକୁ ଇଚ୍ଛା କରନ୍ତି ସେମାନେ ବ୍ୟବସ୍ଥା ପାଳନ କରିବା ଆବଶ୍ୟକ। ସେହି ସମୟରେ ତାର 10 ପଦରେ ପିତର ସବୁ ବୟୋଜ୍ୟେଷ୍ଠମାନଙ୍କୁ ପ୍ରକାଶ କରନ୍ତି, ଆମମାନେ ତ ସେଇ ସକଳ ଜୁଆଳିରୁ ମୁକ୍ତ ହେଉଛୁ, ପୁନର୍ବାର କାହିଁକି ତୁମ୍ଭେ ଆମମାନଙ୍କୁ ଏ ବ୍ୟବସ୍ଥାର ଜୁଆଳି ପ୍ରଦାନ କରୁଅଛ? 10 ପଦରେ ଜୁଆଳି ଶବ୍ଦ ବ୍ୟବହାର ହେଇଛି, ବ୍ୟବସ୍ଥାର ଜୁଆଳି ବୋଲି ବ୍ୟବହାର ହେଇନାହିଁ, କିନ୍ତୁ କଣ୍ଟେକ୍ସଟ ହେଉଛି ବ୍ୟବସ୍ଥାର ଜୁଆଳି। ତାପରେ ଗାଲାତ୍ୟ ପୁସ୍ତକରେ ଦେଖୁଛୁ, ଗାଲାତ୍ୟ 5:1 ଦାସତ୍ୱର ଜୁଆଳି ଅଛି। ଆମମାନେ ବେଳେବେଳେ ଏମିତି କେତେକ ପରିସ୍ଥିତି ପରିବେଶ ମଧ୍ୟରେ ରହୁ, ଦାସତ୍ୱର ଜୁଆଳିରେ ଆମମାନେ ଅନେକ ସମୟରେ ଯୋଚା ଯାଉ। এইটা ইনডাইরেক্টলি ব্যবস্থার জুয়ালিকে হি ব্যাখ্যা করে, তথাপি এইটা গোটে বিষয় যেটা কি ধর্মশাস্ত্র বাইবেলরে ব্যাখ্যা হয়েছে। চতুর্থরে আমি দেখিবা লুহার জুয়ালি বলে লেখা হয়েছে। এইটা টিকে মু আলোচনা করা ইচ্ছা করিবি। জিরমিয় তার 28 অধ্যায় তার 13 পদরে এই প্রকার লেখা যায়, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଯାଇ ହନାନୀୟକୁ କୁହ, ସଦାପ୍ରଭୁ ଦୟାକରି ପ୍ଲିଜ ବି ସାଇଲେଣ୍ଟ। ମୁଁ ପଢିବି, ଆପଣ ମାନେ କେହି ପଢନ୍ତୁ ନାହିଁ। ତୁମ୍ଭେ ଯାଇ ହନାନୀୟକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ କାଷ୍ଠର ଜୁଆଳି ଭାଙ୍ଗି ଅଛ ପ୍ରମାଣ
ମାତ୍ର ତହିଁ ବଦଳରେ ତୁମ୍ଭେ ଲୁହାର ଜୁଆଳି ପ୍ରସ୍ତୁତ କରିବ। ଏଇଠି ଆମମାନେ ଦେଖୁଛୁ ଯେତେବେଳେ ଇସ୍ରାଏଲୀୟ ସନ୍ତାନ ମାନେ ପରମେଶ୍ୱରଙ୍କର ବିରୁଦ୍ଧାଚରଣ କଲେ, ଜିହୁଦା ପରମେଶ୍ୱରଙ୍କର ବିରୁଦ୍ଧରେ କର୍ମ କଲା, ପରମେଶ୍ୱର ସେମାନଙ୍କୁ ଦଣ୍ଡ ଦେବା ନିମନ୍ତେ ଜିର୍ମିୟଙ୍କ ଦ୍ୱାରା ଗୋଟେ ଆଭାସ ଦେଲେ। 27 ପଦର ପ୍ରାରମ୍ଭରେ ଆମମାନେ ଦେଖୁଛୁ ଲେଖା ଅଛି 27 ଅଧ୍ୟାୟର 2 ପଦରେ ସଦାପ୍ରଭୁ ମୋତେ ଏଇ କଥା କହନ୍ତି, ତୁମ୍ଭେ କେତେକ ବନ୍ଧନୀ ଓ ଜୁଆଳି ପ୍ରସ୍ତୁତ କରି ଆପଣା ସ୍କନ୍ଧରେ ରଖ। ଯେତେବେଳେ ଜିର୍ମିୟ କହିଲେ, ହେ ଇସ୍ରାଏଲ ମାନେ, ତୁମ୍ଭମାନଙ୍କର ବିଦ୍ରୁପର କାର୍ଯ୍ୟ ହେତୁ ପରମେଶ୍ୱର ତୁମ୍ଭମାନଙ୍କୁ ବାବିଲୋନ ଦେଶର ଜୁଆଳିରେ ଯୋଚିବାକୁ ଯାଉଛନ୍ତି, ଆଉ ତାର ଗୋଟେ ପ୍ରଦର୍ଶିତ ଉଦାହରଣ ଜିର୍ମିୟଙ୍କୁ ପ୍ରଭୁ ପ୍ରଦର୍ଶନ କରିବାକୁ ଦେଲେ। ସେତେବେଳକୁ ଗୋଟେ ଭଣ୍ଡ ଭାବବାଦୀ ଥିଲେ, ତାଙ୍କ ନାଁ ହେଉଛି ହନାନ୍ୟ। ସେ ଆସି ପ୍ରକାଶ କରୁଛନ୍ତି ଜିର୍ମିୟ ଯୋଉ ଜୁଆଳି ଧରିଛି ସେ ଜୁଆଳି ପ୍ରଭୁଙ୍କର ଜୁଆଳି ନାହିଁ ବୋଲି କହୁଛନ୍ତି। ତାପରେ ଜିର୍ମିୟଙ୍କ ସ୍କନ୍ଧରୁ ସେ କାଠର ଜୁଆଳି ନେଇ ସେ ହାଣି ତାକୁ ଭାଙ୍ଗି ଦେଉଛନ୍ତି। ସେ ସମୟରେ ପରମେଶ୍ୱର ଜିର୍ମିୟଙ୍କ ଦ୍ୱାରା ହନାନିୟଙ୍କୁ ଏଇ କଥା କହିଲେ, ହେ ହନାନିୟ, ସଦାପ୍ରଭୁ ଏଇ କଥା କହନ୍ତି, ତୁମ୍ଭେ କାଷ୍ଠର ଜୁଆଳି ଭାଙ୍ଗିଅଛ ପ୍ରମାଣ, ମାତ୍ର ତହିଁ ବଦଳରେ ତୁମ୍ଭେ ଲୁହାର ଜୁଆଳି ପ୍ରସ୍ତୁତ କରିବ। ତାର ଅର୍ଥ, ଗୋଟେ ଜୁଆଳି ଭାଙ୍ଗିଲେ ଆଉ ଗୋଟେ ଜୁଆଳି ପରମେଶ୍ୱର ରେଡି କରି ରଖିଛନ୍ତି। ଦଣ୍ଡ ଭାବରେ କାଷ୍ଠର ଜୁଆଳି ପରମେଶ୍ୱର ଦେଇଥିଲେ, ଆଉ ସେହି ସମୟରେ ହନାନିୟ ଭଣ୍ଡ ଭାବବାଦୀ ସେ ତାହାକୁ ଭଗ୍ନ କରୁ କରୁ ପରମେଶ୍ୱର କହିଲେ, ଆମ୍ଭେ ତାହାକୁ ଲୌହର ଜୁଆଳି ଦେବା ବୋଲି କହିଲେ। ତାର ଅର୍ଥ, ଯଦି ପରମେଶ୍ୱରଙ୍କର ବିରୁଦ୍ଧାଚରଣ ମାନେ କରୁ, ପରମେଶ୍ୱର ଯୋଉ ଜୁଆଳି ପ୍ରଦାନ କରନ୍ତି ତାକୁ ବଶ୍ୟତା ସ୍ୱୀକାର ପୂର୍ବକ ଗ୍ରହଣ ନ କରୁ, ତାହେଲେ ସମସ୍ୟାରେ ପଡ଼ିବେ। ମନେ ରଖନ୍ତୁ, ସେଥିପାଇଁ ଯଦି ଗୋଟେ ଜୁଆଳିକି ଆପଣ ଭାଙ୍ଗିବେ ଆଉ ଗୋଟେ ଜୁଆଳି ପ୍ରଭୁ ପଠେଇବେ, ସେ ଜୁଆଳିକି ଭାଙ୍ଗିବେ ଆଉ ଗୋଟେ ଜୁଆଳି ପ୍ରଭୁ ପଠେଇବେ। ତାର ଅର୍ଥ, ଆମେ ଯେତେକ ଲୋକ ଅଛୁ ଆମମାନଙ୍କ ଜୀବନରେ ଜୁଆଳି ଗୋଟେ ଅନିବାର୍ଯ୍ୟ ବିଷୟ। ଏଇଠି ଯେତେ ଲୋକ ବସିଛୁ, କାର ଜୀବନରେ ଜୁଆଳି ନାହିଁ କୁହନ୍ତୁ? ସମସ୍ତେ କିଛି ନା କିଛି ବିଷୟକୁ ନେଇ ଗୋଟେ ଗୋଟେ ଜୁଆଳିରେ ଆବଦ୍ଧ ହେଇ ଅଛନ୍ତି। ଏଇଟାକୁ ଆମମାନେ ସମସ୍ତେ ଜାଣି ରଖିବା ଦରକାର। ସେଥିପାଇଁ ଜୁଆଳି ଗୋଟେ ଅନିବାର୍ଯ୍ୟ ବିଷୟ, ଏଇଟାକୁ ସ୍ମରଣ ରଖନ୍ତୁ। ଅନେକ ଲୋକ ଅଛନ୍ତି ସୁନାର ଜୁଆଳି ବୋଲି ଭାବନ୍ତି, ସେ ସୁନାରେ ମଧ୍ୟ ଜୁଆଳି ତିଆରି କରୁ, ସେଟା ଜୁଆଳି ଏକା, ଜୁଆଳିରେ ସେ ଜୁଚା ହେବାର ଅଛି। ପ୍ରିୟ ଭାଇ ଭଉଣୀ ମାନେ, ପରବର୍ତ୍ତୀ ଜୁଆଳି କଥା ମାନେ ଚିନ୍ତା କରିବା। ଜିହିଜିକଲ ପୁସ୍ତକ ପଢ଼ିବା ପାଇଁ କହୁନାହିଁ, 30 ଅଧ୍ୟାୟର 18 ପଦରେ ମିଶ୍ରର ଜୁଆଳି ବୋଲି ଲେଖା ଅଛି। ତାପରେ ଆଉ ଗୋଟେ ଜୁଆଳି କଥା ଅଛି, 2 କରିନ୍ଥିୟ 6 ଅଧ୍ୟାୟର 14 ପଦରେ ଲେଖା ଅଛି, ଅବିଶ୍ୱାସୀ ମାନଙ୍କ ସହିତ ଅସମାନ ଭାବରେ ଯୋଚା ନ ଯାଅ। ଏଇଠି ଜୁଆଳି ଶବ୍ଦ ନାହିଁ, ଇଂଲିଶ ବାଇବଲରେ ଜୁଆଳି ଶବ୍ଦ ଅଛି, ୟୋକ୍ ଶବ୍ଦ ଅଛି ଜୁଆଳି ଭାବରେ। ଡୁ ନଟ୍ ବି ୟୋକ୍ଡ ଟୁଗେଦର ୱିଥ୍ ଦ ଅନବିଲିଭର୍ସ ବୋଲି ଲେଖା ହେଇଛି ଇଂଲିଶ ବାଇବଲରେ। ମୁଁ ଏ କଥା କାହିଁକି କହୁଛି? ଆମମାନେ ସମସ୍ତେ ଅଳ୍ପେ ହଉ ବହୁତେ ହଉ କୌଣସି ନା କୌଣସି ଜୁଆଳିରେ ଯୋଚା ହେଇକି ଅଛୁ। କିଏ ଭଲ ଜୁଆଳି ଯୋଚା ହେଇଛି, ଆଉ କିଏ ଜଗତର ଜୁଆଳିରେ ଯୋଚା ହେଇଛି, କିନ୍ତୁ ଯୋଚା ହେବାଟା ନିହାତି ସତ୍ୟ। ଏଇଠି କିଏ ନାହାନ୍ତି, ବେଦୀରୁ ଆରମ୍ଭ କରି ପେଣ୍ଡାଲ ମଧ୍ୟରେ ଆମେ ଯେତେକ ଅଛୁ ସମସ୍ତେ କିଛି ନା କିଛି ଜୁଆଳିରେ ଯୋଚା ହେଇକି ଅଛୁ। ଭଲ ଜୁଆଳି ହେଇପାରେ କିମ୍ବା ଜଗତର ଜୁଆଳି ହେଇପାରେ। ଜଗତରେ ବେସିକଲି ବାଇବଲରେ ତ ବିଭିନ୍ନ ଜୁଆଳି କଥା ଅଛି, ଆଉ ସମୟ ସାପେକ୍ଷ ହେବା ହେତୁ ମୁଁ ଏଟାକୁ ଯେତେ ସମ୍ଭବ ସର୍ଟକଟ୍ କରିବାକୁ ଚେଷ୍ଟା କରୁଛି।
आमने जितेबले जुआली विषय चिंता कलु बेसिकली मौलिक भाव में दुई गोटी जुआली जगत भितर अच्छी गोटे हूँ जगतर जुआली आ गोटे हूँ ईश्वरंकर जुआली एटा को आमने समस्ते जानी रखा दरकार आउ समस्ते गोटे गोटे जुआली जो चाहिए केते जण अछंती जो माने धनर जुआली जो चाहिए धन गोटे पट से माने आ गोटे पट आपण जा सहित जोचा हेबे से आपणकर जुआली बोली भाबंतु सेतिपाई आपण से जोथ भांगिबार अछि अनेक अछंती से माने व्यभिचार जुआली रे अछंती एटा मध्य गोटे जुआली स्मरण रखंतु युवक युवती माने प्रभु दास दासी माने आमने समस्ते स्मरण रखिबार अछि एही प्रकार जुआली मध्य लोक माने सेही प्रकार जुआली रे मध्य जो चाहिचंती आउ आपण माने एही प्रकार अनेक जुआली विषय रे जगत रे जेते अनेक लोक अछंती गर्वर जुआली रे जो चाहिचंती अनेक अछंती जो माने मोबाइल फोन रे जो चाहिचंती वर्तमान रो युवक युवती माने दैट हैज बिकम देयर पार्टनर सकाळू उठिबार बाकी मोबाइल टा को अंडाळुछंती खट उपरे मोबाइल टा कुआडे गला आउ आपण माने देखिबे ए जो मोबाइल रो जुआली ए मोबाइल रो जुआली रे हळ बळद नाही से गोट जुआली एटलिस्ट चारि चारिटा बळद थिबे पुओ मानकर मोबाइल देखंतु से जणे लोक थिबो तार तीनटा गर्लफ्रेंड थिबे झियो मानकर मोबाइल देखंतु से जणे व्यक्ति थिबो तार चारटा गर्लफ्रेंड बॉयफ्रेंड थिबे एटा गोटे प्रकार रो जुआली आपण जो विषय रे बंधाई जिवे सेटा आपणकर जुआली वर्तमान आत्म समीक्षा करिवार अछि आमाने का सहित जो चाहिछु किए ज्ञान रे जो ज्ञान रो जुआली रे जो चाहिकरी से प्रकार जीवन यापन करुचंती किए गर्व रे किए धन रे किए सुना रूपा रे किए विभिन्न प्रकार अवस्था रे अछंती प्रभु चाहंती आम माने परमेश्वरंकर जुआली रे जो चाहि जाओ एटा परमेश्वर बांछा करंती आम माने धर्मशास्त्र बाइबल रे गोटे जुआली देखुछु ताहाकू ख्रीष्टंकर जुआली बोली कहा जाए मो अनुरोध करी माथ्यू 11 अध्याय तार 29-30 पद पाठ करंतु मोहर जुआली आपणा आपणा ऊपर घेन पुणी मो निकटरू शिख कारण मु मृदुशील व नम्रचित आउ तुम्भे माने आपणा आपणा आत्मा रे विश्राम पाइब जेणु मोहर जुआली सहज व मोहर भार उश्वास देखंतु जीशुख्रीष्ट ई स्थान रे गोटे कथा कहिले जीशुख्रीष्ट कहउचंती मोहर जुआली आपणा आपणा उपरे घेन बोली जीशुख्रीष्ट ई स्थान रे प्रकाश करुचंती जेतेबेले आम माने से विषय देखुछु मु जेतेबेले प्रथम करी पाठ करूतिली अरे जीशुख्रीष्ट तो आम मानकर पाप भार बही क्रूस उपरे आपणा को उत्सर्ग करिसंती पुणी आमको काहे कि ए सब भार दउचंती बोली मु भाबुतली जीशुख्रीष्ट गोटे कथा कहले से कौन बोली कहउचंती मोहर जुआली आपणा आपणा उपरे घेन पुणी मो निकटरू शिख कारण मु मृदुशील नम्रचित आउ तुम्भे माने आपणा आपणा आत्मा रे विश्राम पाइब जेणु मोहर जुआली सहज और मोहर भार उश्वास तार अर्थ कौन प्रभु जीशु गोटे जुआली काठर जुआली आनी आम कांधरे थोई दउचंती एहा नुह प्रभु कहउचंती मु गोटे जुआली रे जो चाहिछि तार अपर पार्श्व तुमे जो चाहि जाओ बोली से कहउचंती से कहउनांती ए जुआलीटा नेरे बाप नेगिरी निजर खांदरे नेगिरी बह बोली कहउनांती से कहउचंती आई हैव अ योक मु गोटे जुआली रे आबद्ध ही अछि आ तुमे मोर जुआली रो अपर पार्श्व आबद्ध हुआ देखंतु
ମୁଁ ଏ କଥା କହିଲି ପ୍ରାରମ୍ଭରୁ କହିଲି ଯେ ଜ୍ୱାଳି এইটা ইটস আ ওয়ার্ক অফ পার্টনারশিপ। আপন মানে যদি জ্ୱାଳି ଦେଖିବେ ଶଗଡ଼ର ଦାଣ୍ଡିଆ କୁହନ୍ତୁ କିମ୍ବା ନଙ୍ଗଳର ଦାଣ୍ଡିଆ କୁହନ୍ତୁ ଜ୍ୱାଳିର ସେଣ୍ଟରରେ ବନ୍ଧା ହେବାର ଅଛି। ଧରି ନିଅନ୍ତୁ ଜ୍ୱାଳିଟା 6 ଫୁଟ ଲମ୍ବା, ତାହେଲେ ଏପଟ 3 ଫୁଟ ଥିବ, ଏପଟ 3 ଫୁଟ ଥିବ, ଏପଟ 2 ଫୁଟ ଥାଏ, ଏପଟ 4 ଫୁଟ ଥିଲେ ଜ୍ୱାଳି କାମ କରିବ ନାହିଁ। ସ୍ମରଣ ରଖନ୍ତୁ ଏଟା। ଯୋଉ ଦି ଜଣ ଜ୍ୱାଳି ବହନ କରିବେ, ଜ୍ୱାଳିର ଆଉ ଅଂଶୀଦାର ହେବେ, ଉଭୟ ସମ ଭାବରେ ଭାର ବହନ କରିବେ। They share the equal weight। ସେଥିପାଇଁ ଏଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ ଉଭୟ ସମନ୍ୱୟ ରକ୍ଷା କରିବାର ଅଛି। ଆଜିକାଲିର ସ୍ତ୍ରୀ ପୁରୁଷ ୟୁଥ୍ ୟଙ୍ଗ କପଲ ମାନଙ୍କୁ ଦେଖିବେ, ଯୁବକ ଯୁବତୀ ଯେଉଁ ସ୍ତ୍ରୀ ପୁରୁଷ ଅଛନ୍ତି, ଦମ୍ପତି ଅଛନ୍ତି, ଡିଷ୍ଟର୍ବାନ୍ସ କାହିଁକି ହେଉଛି? ଜ୍ୱାଳିରେ 2-4 ହେଇଯାନ୍ତି, ଏପଟ 2 ଫୁଟ ଥିବ, 4.5 ଫୁଟ ଥିବ। ସେଥିପାଇଁ ନବଦମ୍ପତି ମାନଙ୍କ ଜୀବନରେ ଡିସ୍ପ୍ୟୁଟ ହେଇଯାଏ, ପୁଅ ଝିଅ ମାନଙ୍କର ଜୀବନରେ ଡିସ୍ପ୍ୟୁଟ ହେଇଯାଏ, ସମସ୍ୟା ହେଇଯାଏ, ସ୍ୱାମୀ ସ୍ତ୍ରୀ ମାନଙ୍କର ଜୀବନରେ ଡିସ୍ପ୍ୟୁଟ ହେଇଯାଏ। କାରଣ ଦେ ଡୋଣ୍ଟ ସେୟାର ଦ ୟୋକ୍ ଇକ୍ୱାଲି। ସେମାନେ ଜ୍ୱାଳିକୁ ସମନ୍ୱୟ ରକ୍ଷା କରି ବହନ କରନ୍ତି ନାହିଁ। ଯୀଶୁ କହିଲେ ମୁଁ ଗୋଟେ ପଟ ଅଛି, ତମେ ଆଉ ଗୋଟେ ପଟ ବହନ କର ବୋଲି ସେ କହିଲେ। ଯୀଶୁ କହୁଛନ୍ତି ମୋର ଜ୍ୱାଳି ସହଜ ଓ ମୋହର ଭାର ଉଶ୍ୱାସ ବୋଲି ସେ କହୁଛନ୍ତି। ତାର ଅର୍ଥ କ'ଣ? ଆମେ ଯେତେବେଳେ ଯୀଶୁଙ୍କ ସହିତ ଯୋଚା ହେଇଯିବା, ଯୀଶୁଙ୍କ ଜ୍ୱାଳିରେ ଯୋଚା ହେଇଯିବା, ସେ ଅଧିକାଂଶ ଭାର, ସେ ଆମର ଯେତିକି ଅଧିକାଂଶ ଭାର ସେ ବହନ କରିଦିଅନ୍ତି। ସେଥିପାଇଁ ସେଇଟା ଆମମାନଙ୍କୁ ସହଜ ଲାଗେ ଆଉ ଉଶ୍ୱାସ ବି ଲାଗେ। ଆଉ ଯେଉଁମାନେ ଯୀଶୁଙ୍କ ସହିତ ଯୋଚା ହେଇକି ଅଛନ୍ତି ସେମାନଙ୍କର ଜୀବନ ମଧ୍ୟ ସହଜ ସାଧ୍ୟ ଜୀବନ ହେଇଯିବ। ସେଥିପାଇଁ ଜଗତର ଜ୍ୱାଳି, ଯଦି ଆପଣ ଯୀଶୁଙ୍କ ଜ୍ୱାଳିରେ ଯୋଚା ହେଇନାହାନ୍ତି, ଜଗତର ଯେକୌଣସି ଗୋଟେ ବିଷୟର ଜ୍ୱାଳିରେ ଅଛନ୍ତି। ମନେ ରଖନ୍ତୁ ଯୁବକ ଯୁବତୀ ମାନେ, ଭାବନ୍ତୁ ନାହିଁ ଏବେ ମୁଁ ୟଙ୍ଗ ହେଇଛି, ମତେ କିଏ କହିବା ଲୋକ କିଏ ବୋଲି କହିବାକୁ ନାହିଁ। ମଦ ଗୋଟେ ଆଉ ଗୋଟେ ଜ୍ୱାଳି। ମଦ ପୁଡ଼ିଆ, এইটা ନ ଖାଇଲେ ପିଲାମାନଙ୍କର ଜୀର୍ଣ୍ଣ ହୁଏ ନାହିଁ, ପିଲାମାନେ ପରିଚାଳିତ ହୋଇପାରନ୍ତି ନାହିଁ। ପୁଡ଼ିଆ ନଥିବ ବୋଲେ 10 କିଲୋମିଟର ଯାଇକି ବାଇକରେ ଯାଇକି ପୁଡ଼ିଆ ଧରିକି ଆଇବେ, ଦୋକାନରେ ମିଳିବ ନାହିଁ ମାନେ। এইটা ଗୋଟେ ଜ୍ୱାଳି। ନିଶା ସେବନ ଗୋଟେ ଜ୍ୱାଳି, ବ୍ୟଭିଚାର ଗୋଟେ ଜ୍ୱାଳି, ଏ ଲୋଭ ଗୋଟେ ଜ୍ୱାଳି। ଏ ସକଳ ଜ୍ୱାଳିରୁ ନିଜକୁ ନିବୃତ୍ତ ରଖିବାର ଅଛି। ସେଥିପାଇଁ ପାଉଲ 2 କରିନ୍ଥିୟ 6:14 କହିଲେ ଅବିଶ୍ୱାସୀ ମାନଙ୍କ ସହିତ ଅସମାନ ଭାବରେ ଯୋଚା ନ ଯାଅ ବୋଲି କହିଲେ। ଯୀଶୁର ପୁଅ ଝିଅ ମାନେ, ଯୀଶୁଙ୍କର ପୁଅ ଝିଅ ମାନେ ରହିବାର ଅଛି। ପ୍ରିୟ ପ୍ରଭୁଙ୍କର ଦାସ ଦାସୀ, ସନ୍ତାନ ସନ୍ତତି ମାନେ, ସେଥିପାଇଁ ଖ୍ରୀଷ୍ଟଙ୍କର ଜ୍ୱାଳିରେ ଯେତେବେଳେ ଆମମାନେ ଆବଦ୍ଧ ହଉ, ବଶ୍ୟତା ସ୍ୱୀକାର କରି ଆପଣଙ୍କୁ ସମର୍ପଣ କରୁ, ପ୍ରଭୁ ନିତାନ୍ତ ସମସ୍ତଙ୍କୁ ଆଶୀର୍ବାଦ କରିବେ। ବର୍ତ୍ତମାନ ଆସନ୍ତୁ, ମୁଁ ଶେଷ ପର୍ଯ୍ୟାୟକୁ ଆସିଲି। ଯେରେମିୟା କହୁଛନ୍ତି ଯୌବନ କାଳରେ ଜ୍ୱାଳି ବହିବା ମନୁଷ୍ୟର ମଙ୍ଗଳ ବୋଲି କହୁଛନ୍ତି। এইটা କ'ଣ? ଏଇଟା ଜଣେ ଲୋକ, ଆପଣ 3 ଅଧ୍ୟାୟର ପ୍ରାରମ୍ଭରୁ ଦେଖିବେ, ମୋହର ମାଂସ ଓ ଚର୍ମ ଜୀର୍ଣ୍ଣ ହଉଅଛି, ମୋହର ଅସ୍ଥି ସବୁ ଭଗ୍ନ ହୋଇଅଛି। ଯେରେମିୟାଙ୍କର ଜ୍ୱାଳି ଦୁଃଖର ଜ୍ୱାଳି ଥିଲା, କିନ୍ତୁ ସେ କହୁଛନ୍ତି ମୁଁ ଯୌବନ ଅବସ୍ଥାରେ, ବନ୍ଦିତ୍ୱ ଅବସ୍ଥାରେ ମୁଁ ବାବିଲୋନକୁ ନିର୍ବାସିତ ହେଇଗଲି, ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଲି। ଆଉ ସେ ନିଜର ଅନୁଭୂତିକୁ 3 ଅଧ୍ୟାୟର ବ୍ୟାଖ୍ୟା କରନ୍ତି।
एते कष्ट जंत्रणा प्रतिकूल परिस्थिति परिवेश सत्वे से कहउचंती कौन बोली कहउचंती यौवन काल रे ज्वाली बहिबा मनुष्यर मंगल बोली कहउचंती। अरे लोकटा हैरान होची तार मांस आ चर्म जीर्ण हो जाइछि बोली कहउची अस्थि सब भग्न होइछि बोली कहउची ता बादे से कहउछि जे एटा मनुष्यर मंगल बोली तार अर्थ से वर्तमान रो परिवेश को देखु नाय वर्तमान हुए तो ज्वाली कष्ट लगी पारे ताहा दुख रूपक ज्वाली हेई पारे किंतु परवर्ती समय रे ता पई परमेश्वर परित्राण रखिचंती स्वर्ग राज्य रखिचंती। जगतर ज्वाली रे जदि युवक युवती माने आबद्ध हेई जिवे जगतर ज्वाली रे जदि निजको आबद्ध करिदेबे एबे तो जहा हैरान हेबे हेबे परिशेष रे परवर्ती समय रे अंतिम काल रे सेमानकर भविष्यत मध्य विनष्ट होबाकू जाउछि। सेति पाए से जेतेबेले देखंतु जिरिमियो जेतेबेले प्रकाश करूचंती एटा माने प्राय सबु बेले वर्षर प्रारंभ रे जनवरी 1 तारिख रे पाठ करिथौ एटी लेखाई छै कोन 22 पद रे 3 अध्याय विलाप 22 पद रे विविध दया करे सकाशु पढ़ंतु नहीं मु पढ़ी की सारी देबी सदा प्रभु को विविध दया सकाशु आम्भे माने विनष्ट हुई न हो कारण ताहांकर करुणा शेष हुए नहीं से सबु प्रति प्रभात रे नूतन तुम्भर विश्वस्तता महत एठी जदि आपण तार पृष्ठ देश को देखिबे जिरिमियंकर केवल कष्ट दुख समस्या प्रहार ए विषय का व्याख्या है ता बादे जिरिमियो लिखुचंती जे ताहांकर विविध दया सकाशु माने विनष्ट होई ना बोली कहउचंती से तार अर्थ कौन ही इज फोकसिंग टुवर्ड्स द एंड ऑफ लाइफ जो इटर्निटी अछि अनंत जीवन अछि अनंत जीवन प्रति से दृष्टिपात करुचंती। सेतिपाई वर्तमान रो क्षणिक दुख को आपण गीत संहिता 119 अध्याय एटा झियो माने पढ़ंतु गीत संहिता 119 अध्याय 71 पद टिके रही जाते टिके रही जाते मु जेपरी तुम्भर विधि सब शिखिली एथिपाई मु दुखग्रस्त हेली एहा मो पक्षरे भल हला बोली एटे गीत रचक कहउचंदी कोन से दुखग्रस्त हेले दुखग्रस्त हेबाटा मो पई भल हला काहेकि भल हला कारण मु तुम्भर विधि जेपरी शिखिबी सेथिपाई मु दुखग्रस्त हेली बोली गीत रचक एठी कहउचंती। जिरिमियो एही प्रकार गोटे भाषा विलाप पुस्तक रे व्यवहार करुचंती से दुख संकट ताड़ना क्लेश भोग करिबा सत्वे से कहउचंती वी हैव अ ब्राइट फ्यूचर इटर्निटी अनंत जीवन आमान को पाई अछि। वर्तमान इह जगत रे आपण माने मूसा को विषय रे जानंती मूसा एव्री पुस्तक जेतेबेले हम माने अध्ययन करू एव्री 11 अध्याय तार 25 पद लेखा अछि पापर क्षणिक सुख भोग अपेक्षा ईश्वर लोक मान सहित बरं दुख भोग करने से पसंद कले पुणी मिश्रर समस्त धन अपेक्षा ख्रीष्टंक निंदार सहभागी हेबा श्रेष्ठतर धन बोली मने कले कारण से पुरस्कार दानर सम प्रति दृष्टिपात करुथिले सेतिपाई से व्याख्या करंती पापर क्षणिक सुख भोग अपेक्षा ईश्वर लोक मान सहित बरं दुख भोग करने से पसंद कले बोली लेखा अछि। तार अर्थ से बांछा करुचंती जे मु ए जगतर जो विभिन्न विलासित विषय रही से विलासित विषय निजको जर्जरित न करी बरं प्रभु दास मान सहित दुख रूप ज्वाली रे आबद्ध हो जीवन काटिबे। जिरिमियो ठीक सही कथा कहउछंती
যদি বা সমস্যা ଅଛି এই দুঃখর জ্ୱାଳି ଆମମାନେ বহন কରୁ কারণ ভবিষ্যৎ পাই প্রভু ଆମମାନଙ୍କୁ ଅନନ୍ତର ଅନୁଗ୍ରହ ରଖିଛନ୍ତି। ସେଥିପାଇଁ ବର୍ତ୍ତମାନ ଯଦି ପରମେଶ୍ୱରଙ୍କର ବ୍ୟବସ୍ଥା ବାକ୍ୟରେ ଖ୍ରୀଷ୍ଟଙ୍କ ଠାରେ ନିଜ ନିଜକୁ ଆମମାନେ ସମର୍ପଣ କରି ଖ୍ରୀଷ୍ଟଙ୍କର ଆହ୍ୱାନକୁ ଯେତେବେଳେ ଆମମାନେ ସ୍ୱୀକାର ପୂର୍ବକ ତାଙ୍କ ସାନ୍ନିଧ୍ୟକୁ ଆସିବା, ଯୀଶୁଖ୍ରୀଷ୍ଟ ଯେଉଁ ଆହ୍ୱାନ ଦିଅନ୍ତି, ମୋ ଠାରୁ ମୋହର ଜ୍ୱାଳି ଘେନ ଆଉ ମୋର ଜ୍ୱାଳି ବହନ କର ବୋଲି ଯେତେବେଳେ ସେ ଆହ୍ୱାନ କରନ୍ତି, ତାଙ୍କର ସେଇ ଜ୍ୱାଳିକୁ ବହନ କରି ଆମମାନେ ଯେତେବେଳେ ପରିଚାଳିତ ହେବା, ଆମମାନଙ୍କ ପାଇଁ ପରମେଶ୍ୱର ଏକ ଅନୁଗ୍ରହର ଭବିଷ୍ୟତ ରଖିଛନ୍ତି, ଅନନ୍ତ ଜୀବନର ଭବିଷ୍ୟତ ରଖିଛନ୍ତି। ଏ ବର୍ତ୍ତମାନ ଯୁଗର ସୁଖଭୋଗକୁ ଆମମାନେ ଯେତେବେଳେ ଆପଣେଇବା, ପରବର୍ତ୍ତୀ ସମୟରେ ଆମମାନଙ୍କ ପାଇଁ ପରମେଶ୍ୱରଙ୍କର ନ୍ୟାଯ୍ୟ ବିଚାର ଯାହା ରହିଛି ତାହା ଅବଶିଷ୍ଟ ରହିବ। ମୁଁ ଆମ ସମସ୍ତଙ୍କୁ, ଯୁବକ ଯୁବତୀମାନଙ୍କୁ, ବୟୋବୃଦ୍ଧମାନଙ୍କୁ, ବିଶ୍ୱାସୀ ବିଶ୍ୱାସିନୀମାନଙ୍କୁ କେବଳ ଏତିକି କହିବି, ପରମେଶ୍ୱରଙ୍କ ଠାରେ ନିଜକୁ ସମର୍ପଣ କର, ପରମେଶ୍ୱରଙ୍କର ନିକଟରେ ନିଜକୁ ରଖୁ, ବଶ୍ୟତା ସ୍ୱୀକାର କରୁ, ତାହେଲେ ପ୍ରଭୁ ଆମ ସମସ୍ତଙ୍କୁ ଦୟା କରିବେ। ଆମମାନଙ୍କର ଜଗତର ଯେତେକ ଜ୍ୱାଳି ଅଛି ସେ ଜ୍ୱାଳିକି ପରିତ୍ୟାଗ କରି ଖ୍ରୀଷ୍ଟ ରୂପକ ଜ୍ୱାଳି ଧାରଣ କରୁ, ସେଇ ଜ୍ୱାଳିରେ ନିଜକୁ ଯୋଚା ଯାଉ, ତାହେଲେ ପ୍ରଭୁ ନିତାନ୍ତ ଅନୁଗ୍ରହ ଆଶୀର୍ବାଦ କରିବେ। ସେଦିନ ଜିରିମିୟ ଏହି ଆହ୍ୱାନ କରନ୍ତି, ସେ ଯୌବନ ଅବସ୍ଥାରେ ଯେଉଁ ସଙ୍କଟ କ୍ଲେଶ ତାଡ଼ନା ଭୋଗ କରିଥିଲେ, ବନ୍ଦିତ୍ୱ ଅବସ୍ଥାରେ ଥିଲେ, ଶିକୁଳିରେ ବନ୍ଧା ଯାଇଥିଲେ, ସେ ସକଳ ବିଷୟକୁ ସେ ସ୍ମରଣ କରି ସେ ପରମେଶ୍ୱରଙ୍କର ଧନ୍ୟବାଦ ଦେଇ ଭବିଷ୍ୟତକୁ ଅନନ୍ତ ଜୀବନର କାର୍ଯ୍ୟକୁ ଦେଖି ସେ କହୁଛନ୍ତି, ଯଦି ଆମମାନେ ସେଇ ପରମେଶ୍ୱରଙ୍କୁ ଗ୍ରହଣ କରିବା, ତାଙ୍କର ଦୁଃଖ ଭୋଗକୁ ବରଣ କରିବା, ସେଇ ଦୁଃଖ ରୂପକ ଜ୍ୱାଳିକୁ ବହନ କରିବା, ପ୍ରଭୁ ନିତାନ୍ତ ଆମମାନଙ୍କୁ ଆଶୀର୍ବାଦ କରିବେ। ମୁଁ ଆମ ସମସ୍ତଙ୍କୁ କେବଳ ଏତିକି ପ୍ରକାଶ କରିବାକୁ ଇଚ୍ଛା କରେ, ସମସ୍ତେ ଖ୍ରୀଷ୍ଟଙ୍କ ଠାରେ ନିଜ ନିଜକୁ ସମର୍ପଣ କରୁ, ଆଉ ତଦନୁସାରେ ନିଜ ନିଜକୁ ବ୍ୟବହାର କରୁ। ଆଉ ଜିରିମିୟ ଯେଉଁ ଆହ୍ୱାନ କରନ୍ତି, ଯଦିବା ଏହା କଷ୍ଟ ପରି ଲାଗିପାରେ, ତଥାପି ନିଜକୁ ଜିରିମିୟଙ୍କ ପରି ସମର୍ପଣ କରି ଆମମାନଙ୍କର ଭବିଷ୍ୟତ ପାଇଁ ଏହା ଯେ ମଙ୍ଗଳ, ଏହା ହୃଦବୋଧ କରି ପରିଚାଳିତ ହେବା ପାଇଁ ଚେଷ୍ଟା କରୁ। ପ୍ରଭୁ ଏ ସ୍ୱଳ୍ପ ଧ୍ୟାନରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। प्रभु दास को विशेष धन्यवाद दिए। आ निरूपित प्रसंग को नहीं जो सुंदर वाक्य परिवेश